ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଭଗବତ୍ ଗୀତାର ଗଦ୍ୟାନୁବାଦ ପଦ ପ୍ରଥମ ଅଧ୍ୟାୟ ବିଷାଦ ଯୋଗ ପଦ 11ତମ ଠାରୁ 20ତମ ପର୍ଯ୍ୟନ୍ତ। ଆସନ୍ତୁ ଶୁଣିବା। ଓମ୍ ଶ୍ରୀ ପରମାତ୍ମନେ ନମଃ। ଭଗବତ ଗୀତା ପ୍ରଥମ ଅଧ୍ୟାୟ ବିଷାଦ ଯୋଗ ପଦ 11ରେ ଦୁର୍ଯ୍ୟୋଧନ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯାଇ ପ୍ରଧାନ ସେନାପତି ତଥା ପିତାମହ ଭୀଷ୍ମଙ୍କୁ ସର୍ବତ ଭାବେ ରକ୍ଷା କରିବାକୁ ଅନୁରୋଧ କରନ୍ତେ କୁରୁକୁଳ ବୃଦ୍ଧ ପିତାମହ ଭୀଷ୍ମ ସିଂହନାଦ କରି ଶଙ୍ଖ ବଜାଇଲେ, ଅର୍ଥାତ୍ ଯୁଦ୍ଧ ଆରମ୍ଭର ଘୋଷଣା କଲେ। ଏହାପରେ ଶଙ୍ଖ, ଭେରୀ, ମୃଦଙ୍ଗ, ନାଗରା, ସିଂହା ପ୍ରଭୃତି ଏକ ସମୟରେ ବାଜି ଉଠି ଯୁଦ୍ଧଭୂମିକୁ ଭୟଙ୍କର ଶବ୍ଦରେ ପ୍ରତିଧ୍ୱନିତ କଲେ। ଏହାପରେ ଶ୍ରୀକୃଷ୍ଣ ଓ ଅର୍ଜୁନ ଦୁଇଟି ଦିବ୍ୟ ଶଙ୍ଖ ବଜାଇଲେ। ଶ୍ରୀକୃଷ୍ଣ ପାଞ୍ଚଜନ୍ୟ, ଅର୍ଜୁନ ଦେବଦତ୍ତ, ଭୀମକର୍ମା ଦେବଦତ୍ତ, ଭୀମ ପୌଣ୍ଡ୍ର, କୃତିପୁତ୍ର ଯୁଧିଷ୍ଠିର ଅନନ୍ତ ବିଜୟ, ନକୁଳ ସୁଘୋଷ, ସହଦେବ ମଣିପୁଷ୍ପକ ନାମକ ଶଙ୍ଖ ବଜାଇଲେ। ଅର୍ଥାତ୍ ସମସ୍ତେ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ଇସାରା ଦେଲେ। ତାପରେ କାଶୀରାଜ, ମହାରଥୀ ଶ୍ରୀଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ବିରାଟ, ଅଜୟ, ସାତ୍ୟକୀ, ଦ୍ରୁପଦ, ଦ୍ରୌପଦୀଙ୍କ 5 ପୁତ୍ର ଯଥା ମହାବାହୁ, ଅଭିମନ୍ୟୁ ସମସ୍ତେ ନିଜ ନିଜର ଶଙ୍ଖଧ୍ୱନି କରି ଆକାଶ ଓ ପୃଥିବୀକୁ ପ୍ରତିଧ୍ୱନିତ କଲେ, ଯାହାକି ଧୃତରାଷ୍ଟ୍ର ପୁତ୍ରମାନଙ୍କ ହୃଦୟକୁ ପ୍ରତିଧ୍ୱନିତ କଲା। ଅର୍ଥାତ୍ ସେମାନେ ବି ଯୁଦ୍ଧ ନିଶ୍ଚିତ ବୋଲି ଜାଣି ହୃଦୟରେ କିଛି ନା କିଛି ପୀଡ଼ା ସେ ଅନୁଭବ କଲେ। ଆଜି ଏତିକି। ପୁଣି ଆଗାମୀ ଅଧ୍ୟାୟରେ ମୁଁ ଆର ପରବର୍ତ୍ତୀ ଗଦ୍ୟକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବି। ଆଶା ଆପଣମାନଙ୍କ ନିଶ୍ଚିତ ରୂପେ ସହଯୋଗ କରିବେ। ଜୟ ଶ୍ରୀକୃଷ୍ଣ।